ସାଙ୍ଗମାନେ ଜୟ ଜଗନ୍ନାଥ। କେମିତି ଅଛନ୍ତି? ଆଶା କରେ ଆପଣମାନେ ଭଲରେ ଥିବେ। ମୁଁ ବି ବହୁତ ବଢ଼ିଆ ଅଛି। କ'ଣ ଆପଣମାନେ ବି ସେଇ ଫଲୋ ଆଉ ଫଲୋ ବ୍ୟାକ୍ ଚକ୍କରରେ ପଡ଼ୁଛନ୍ତି କି? ସେମିତି ଭୁଲ କେବେ କରନ୍ତୁ ନାହିଁ କି କାହାକୁ କୁହନ୍ତୁନି କି ଫଲୋ କର। ଯାହାର ଭିଡ଼ିଓ ଆପଣମାନଙ୍କୁ ଭଲ ଲାଗିବ, ଯାହାର ଫଟୋ ଭଲ ଲାଗୁଛି, ସେମାନେ ସମସ୍ତଙ୍କୁ ଫଲୋ କରିବେ, ଫଲୋ ବ୍ୟାକ୍ ଦେବେ। ତ କାହାକୁ ରିକ୍ୱେଷ୍ଟ କରିବା କିଛି ଆବଶ୍ୟକ ନାହିଁ। ଅଟୋମେଟିକ୍ ଆପଣଙ୍କର ଯଦି ଅରିଜିନାଲ କଣ୍ଟେଣ୍ଟ ଭଲ ରହିବ, ଆପଣଙ୍କର ଫଟୋ କି ଭିଡ଼ିଓ କି ଟେକ୍ସ ଯଦି ଆପଣଙ୍କର ଭଲ ରହିଥିବ, ତ ଆପଣଙ୍କୁ ଅଟୋମେଟିକ୍ ସମସ୍ତେ ଭଲ ପାଇବା ଦେବେ। ଅଟୋମେଟିକ୍ ଆପଣଙ୍କର ଫଲୋଅର୍ସ ବଢ଼ିବ। ମୋର 200 ଫଲୋଅର୍ସରୁ ଆସି 5.7K ହେଲାଣି। ତ ଯାହାକୁ ଭଲ ଲାଗୁଛି ସେମାନେ ଫଲୋ କରିବେ। କାହାକୁ ଫଲୋ ବ୍ୟାକ୍ ମାଗିବା କିଛି ଆବଶ୍ୟକ ନାହିଁ। ସବୁବେଳେ ଧ୍ୟାନ ଦିଅନ୍ତୁ କିନ୍ତୁ ଓରିଜିନାଲ କଣ୍ଟେଣ୍ଟ ଆପଣ ପକାଇବେ। ସବୁବେଳେ ଓରିଜିନାଲ କଣ୍ଟେଣ୍ଟ ପକାଇବେ। ଆଉ ଭଲ କଣ୍ଟେଣ୍ଟ ଆପଣ ପକାଇଲେ ଆପଣଙ୍କର ଅଟୋମେଟିକ୍ ଫଲୋଅର୍ସ ବଢ଼ିବ ଆଉ ଏନଗେଜମେଣ୍ଟ ବଢ଼ିବ। ଆଉ ଗୋଟେ କଥା, ଏନଗେଜମେଣ୍ଟ କେବେ ଡାଉନ୍ କରିବାକୁ ଦେବେନି। ଯେତେବେଳେ ବି ହେଉ, ଯେତେ କାମରେ ଥାଆନ୍ତୁ, ଯାହା ବି ହେଲେ ଗୋଟେ ଟେକ୍ସଟ ଲଗାନ୍ତୁ କି ଗୋଟେ ଫଟୋ ବି ପୋଷ୍ଟ କରନ୍ତୁ, କିନ୍ତୁ ଏନଗେଜମେଣ୍ଟ କମିବାକୁ କେବେ ଦେବେ ନାହିଁ। ଏନଗେଜମେଣ୍ଟ କମିଗଲେ ଫେସବୁକ୍ ଭାବିବ କି ଇଏ ମାନେ ୟୁଜର୍ସ ଆସିଥିଲା କିଛି ଦିନ ପାଇଁ, ପୁଣି ପଳେଇଲା, କଣ୍ଟେଣ୍ଟ ମନିଟାଇଜେସନ୍ ଦେବା ଲେଟ୍ କରିବ। ତେଣୁକରି ସବୁବେଳେ ଭାବିବେ ଏନଗେଜମେଣ୍ଟ କେମିତି ଡାଉନ୍ ନ ହେଉ। ଆପଣମାନେ ସବୁବେଳେ ଫେସବୁକ୍ରେ କାମ କରନ୍ତୁ, ଅରିଜିନାଲ କଣ୍ଟେଣ୍ଟ ପକାନ୍ତୁ, ନିହାତି ଆପଣଙ୍କର ସକ୍ସେସ୍ ମିଳିବ। ରହିଲି, ଜୟ ଜଗନ୍ନାଥ। ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଜୟ ଶ୍ରୀରାମ।